ଓଡ଼ିଶାର ଏହି ପବିତ୍ର ମାଟିରେ ପ୍ରତିଟି କୋଣରେ ରହିଛି ଦେବୀଙ୍କ ଶକ୍ତିର ପ୍ରଭାବ। ଆଜି ଆମେ ଆପଣଙ୍କୁ ନେଇଯିବୁ ଏମିତି ଏକ ପୀଠକୁ ଯାହାର ନାମରେ ଏହି ସହର ନାମକରଣ ହୋଇଅଛି। ସାଳନ୍ଦୀ ନଦୀ କୂଳର ଶାନ୍ତ ମନୋରମା ପରିବେଶ, ଆହାରପଦାର ସେହି ପୁରୁଣା ବଟବୃକ୍ଷର ଛାଇ, ଆଉ ସେଠାରେ ବିରାଜମାନ କରୁଛନ୍ତି ଭକ୍ତବତ୍ସଳା ମଙ୍ଗଳମୟୀ ମା ଭଦ୍ରକାଳୀ। କେବେ ଏହି ପୀଠର ସ୍ଥାପନା ହୋଇଥିଲା, କ'ଣ ରହିଛି ଏହି ମନ୍ଦିର ପଛର ପୌରାଣିକ ରହସ୍ୟ ଏବଂ କାହିଁକି ମାଙ୍କୁ ଦର୍ଶନ କଲେ ମନର ସବୁ ଭୟ ଦୂର ହୋଇଯାଏ। ଆସନ୍ତୁ ଆଜିର ଏହି ବିଶେଷ ଉପସ୍ଥାପନାରେ ଆମେ ଅତି ନିକଟରୁ ଅନୁଭବ କରିବା ମା ଭଦ୍ରକାଳୀଙ୍କ ଅପାର ମହିମା ଏବଂ ଭଦ୍ରକର ଏହି ଐତିହାସିକ ଗୌରବକୁ। ଐତିହାସିକ ପୃଷ୍ଠଭୂମି ଓ ନାମକରଣ। ଓଡ଼ିଶାର ପ୍ରାଚୀନ ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଭଦ୍ରକର ମା ଭଦ୍ରକାଳୀଙ୍କ ମନ୍ଦିର ଅନ୍ୟତମ। ପୌରାଣିକ ମତ ଅନୁସାରେ ଭଦ୍ରର ଅର୍ଥ ହେଉଛି ମଙ୍ଗଳ ଏବଂ କାଳୀ ହେଉଛନ୍ତି ଶକ୍ତିର ସ୍ୱରୂପ, ଅର୍ଥାତ୍ ଯିଏ ଭକ୍ତଙ୍କର ମଙ୍ଗଳ ବିଧାନ କରନ୍ତି ସେହି ମା ଭଦ୍ରକାଳୀ। ମୟୂରଭଞ୍ଜର ମେଘାସନ ପର୍ବତରେ ତପସ୍ୟା କରୁଥିବା ଭଦ୍ରନାଥ ନାମକ ଜଣେ ସନ୍ନ୍ୟାସୀ ମାଙ୍କୁ ଏହି ସ୍ଥାନକୁ ଆଣିଥିଲେ ବୋଲି ଜନଶ୍ରୁତି ରହିଛି। ମାଙ୍କ ନାମ ଅନୁସାରେ ହିଁ ଏହି ଅଞ୍ଚଳର ନାମ ଭଦ୍ରକ ହୋଇଛି, ଯାହା ଏହି ପୀଠର ପ୍ରାଚୀନତାକୁ ପ୍ରମାଣିତ କରେ। ମୂର୍ତ୍ତିର ଅଲୌକିକ ରୂପ ଓ ସ୍ଥାପତ୍ୟ। ମାଙ୍କ ପ୍ରତିମା ଅତ୍ୟନ୍ତ ମନୋହର ଏବଂ ରହସ୍ୟମୟ। ଏହା କଳା ମୁଗୁନି ପଥରରେ ନିର୍ମିତ ଏକ ସପ୍ତମାତୃକା ଶୈଳୀର ପ୍ରତିମା। ମା ଏଠାରେ ଚତୁର୍ଭୁଜା ଏବଂ ସିଂହ ଉପରେ ପଦ୍ମାସନରେ ବିରାଜମାନ କରୁଛନ୍ତି। ତାଙ୍କର ଉପର ଦୁଇ ହସ୍ତରେ ଶଙ୍ଖ ଓ ଚକ୍ର ରହିଥିବା ବେଳେ ତଳ ଦୁଇ ହସ୍ତରେ ଗଦା ଓ ପଦ୍ମ ଶୋଭା ପାଉଛି। ସାଧାରଣତଃ ମା କାଳୀଙ୍କ ରୂପ ଭୟଙ୍କର ହୋଇଥାଏ, କିନ୍ତୁ ଏଠାରେ ମାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଶାନ୍ତ ଓ ପ୍ରସନ୍ନ। ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ମା ଦୁର୍ଗା ଏବଂ ପ୍ରାଚୀନ ବଟବୃକ୍ଷର ଉପସ୍ଥିତି ଏହି ସ୍ଥାନକୁ ଏକ ମହାନ ସିଦ୍ଧ ପୀଠର ମାନ୍ୟତା ଦିଏ। ସାଳନ୍ଦୀ ନଦୀ ଓ ପ୍ରାକୃତିକ ପରିବେଶ। ମନ୍ଦିରଟି ଭଦ୍ରକ ସହରଠାରୁ ପ୍ରାୟ 8 କିଲୋମିଟର ଦୂର ଆହାରପଦା ଗ୍ରାମର ଉପକଣ୍ଠରେ ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ। ନଦୀର କୂଳେ କୂଳେ ଥିବା ଏହି ପବିତ୍ର ପରିବେଶ ଭକ୍ତଙ୍କୁ ଏକ ଅଲୌକିକ ଅନୁଭୂତି ପ୍ରଦାନ କରେ। ମନ୍ଦିର ପରିସରରେ ଥିବା ବିଶାଳ ପୋଖରୀ ଏବଂ ଚତୁଃପାର୍ଶ୍ୱରେ ସବୁଜିମା ଡକ୍ୟୁମେଣ୍ଟାରୀ ପାଇଁ ଏକ ସୁନ୍ଦର ଦୃଶ୍ୟ ପ୍ରଦାନ କରିଥାଏ। ପର୍ବପର୍ବାଣୀ ଓ କାଳୀ ପୂଜା। ଏହି ପୀଠର ସବୁଠାରୁ ବଡ଼ ଉତ୍ସବ ହେଉଛି କାଳୀ ପୂଜା। 7 ଦିନ ଧରି ଚାଲୁଥିବା ଏହି ମହୋତ୍ସବରେ ମାଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଏ। ବିଶେଷ କରି ମହାକାଳୀ ବେଶ ସମୟରେ ମାଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ। ଏହା ବ୍ୟତୀତ ପ୍ରତି ସଂକ୍ରାନ୍ତି ଏବଂ ମଙ୍ଗଳବାରରେ ମନ୍ଦିରରେ ବିଶେଷ ଭିଡ଼ ପରିଲକ୍ଷିତ ହୁଏ। ସାଂସ୍କୃତିକ ବିଶ୍ୱାସ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ମା ଭଦ୍ରକାଳୀ ହେଉଛନ୍ତି ଭଦ୍ରକର ରକ୍ଷାକାରିଣୀ। ଯେକୌଣସି ବିପଦ ସମୟରେ ମା ନିଜ ଭକ୍ତଙ୍କୁ ସାହାଯ୍ୟ କରନ୍ତି। ଜିଲ୍ଲାର ପ୍ରତିଟି ଶୁଭ କାର୍ଯ୍ୟର ନିମନ୍ତ୍ରଣ ପତ୍ର
ପ୍ରଥମେ ମାଙ୍କ ପାଖରେ ଲାଗି କରାଯାଏ। ମାଙ୍କ ମହିମା ଏବଂ ଏହି ମନ୍ଦିରର ଐତିହ୍ୟ ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମା ଭଦ୍ରକାଳୀଙ୍କ ଏହି ପବିତ୍ର ପୀଠ କେବଳ ପଥରର ଏକ ମନ୍ଦିର ନୁହେଁ, ବରଂ ଏହା କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଆସ୍ଥା ଏବଂ ଭରସାର ଏକ ଜ୍ୱଳନ୍ତ କେନ୍ଦ୍ର। ସାଳନ୍ଦୀ ନଦୀର ଏହି ଶୀତଳ ପବନ ଆଉ ମାଙ୍କର ସେହି କରୁଣାମୟୀ ରୂପ ଭକ୍ତଙ୍କର ସବୁ ଦୁଃଖ କଷ୍ଟକୁ ନିମେଷକେ ଦୂର କରିଦିଏ। ଆଜିର ଏହି ବିଶେଷ ଉପସ୍ଥାପନା ମାଧ୍ୟମରେ ଆମେ ଚେଷ୍ଟା କରିଥିଲୁ ଭଦ୍ରକର ଏହି ଅପାର ଗୌରବ ଏବଂ ମାଙ୍କ ମହିମା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ। ଆଶା କରୁଛୁ ମାଙ୍କର ଏହି ଦର୍ଶନ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେବ। ଯଦି ଆପଣ କେବେ ଭଦ୍ରକ ଆସୁଛନ୍ତି, ତେବେ ମାଙ୍କର ଏହି ଦିବ୍ୟ ରୂପକୁ ଦର୍ଶନ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ମା ଭଦ୍ରକାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ମା ଭଦ୍ରକାଳୀ। ନମସ୍କାର।